ବେଆଇନ ଚୋରା ବାଲି ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, 4 ହାଇୱା ଜବତ, 3 ଡ୍ରାଇଭର ଅଟକ। ବେଆଇନ ବାଲି ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ସକାଳୁ ସକାଳୁ ଚଢ଼ାଉ କରି 4ଟି ହାଇୱା ଜବତ କରିଛି କରଞ୍ଜିଆ ପୋଲିସ। ଏଥିସହିତ 3 ଜଣ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ। ସୂଚନା ଥାଉକି ଗତ କିଛି ଦିନ ହେବ କରଞ୍ଜିଆ ଅଞ୍ଚଳରେ ବେଆଇନ ଭାବେ ବାଲି ଚୋରା ଚାଲାଣକାରୀ ମାଫିଆମାନେ ସକ୍ରିୟ ରହି ଏପରି ବେଆଇନ ଚାଲାଣ କରୁଥିବା ଖବର ଆସିବା ପରେ ଆଜି ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାୟକ 53 ନମ୍ବର ରାଜ୍ୟ ରାଜପଥର ଠାକୁରମୁଣ୍ଡା କରଞ୍ଜିଆ ରାସ୍ତାରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ବେଆଇନ ଭାବେ ବିନା କାଗଜପତ୍ରରେ 4ଟି ହାଇୱା କରଞ୍ଜିଆ ଅଞ୍ଚଳକୁ ଚୋରା ବାଲି ଚାଲାଣ କରୁଥିବା ହାଇୱା ଜବତ କରିବାରେ ସଫଳ ହୋଇଛନ୍ତି। ଏପରି ବେଆଇନ ବାଲି ଚୋରା ଚାଲାଣ ହେବା ଫଳରେ ବ୍ୟାପକ ରାଜସ୍ୱ ହାନି ହେଉଛି। ତେବେ ଏଥିପ୍ରତି ଖଣିଜ ବିଭାଗ ଏବଂ ରାଜସ୍ୱ ବିଭାଗ ଦୃଷ୍ଟି ଦେଇ ଏପରି ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ତେବେ ଦେଖିବା ପାଇଁ ବାକି ରହିଲା ଏପରି ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସ୍ଥାନୀୟ ପ୍ରଶାସନ, ତାହା ଦେଖିବା ପାଇଁ ବାକି ରହିଲା। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।